ଆଜି ଆସନ୍ତୁ କରିବା ଅରୁଆ ଚାଉଳ ଚୁନାରେ ମଣ୍ଡା ପିଠା। ପ୍ରଥମେ ଚୁରିଥିବା ଚାଉଳ ଚୁନାକୁ ଭଲସେ ସିଝାଇ ନେବା। ଚୁନା ଆମର ସିଝି ଯାଇଛି। ଚୁନାରେ ସ୍ୱାଦ ଅନୁସାରେ ଲୁଣ, କିଛି ଥଣ୍ଡା ପାଣି ମିଶାଇ ଭଲସେ ଚକଡ଼ିବା। ଆପଣମାନେ ଦେଖୁଛନ୍ତି ଯେମିତି ଭଲ ଭାବେ ମୋ ଶାଶୁ ମା ଚକଡ଼ୁଛନ୍ତି, ସେମିତି ଚକଡ଼ିବେ ଯେମିତି ଚୁନାରେ ଗୋଟି ନ ରହେ। ଚୁନା ଗରମ ଥିବା ଅବସ୍ଥାରେ ତାକୁ ଭଲସେ ଚକଡ଼ି ନେବା। ଆଜି ଯେହେତୁ ଦଶହରା, ମୁଁ ମୋ ସ୍ୱାମୀଙ୍କୁ ଅନୁରୋଧ କରିଥିଲି ମୋତେ ସାହାଯ୍ୟ କରିବା ପାଇଁ। ସେ ମନା ନ କରି ମୋତେ ସାହାଯ୍ୟ କଲେ। ଏବେ ଚୁନା ଚକଡ଼ା ହୋଇଯାଇଛି। ନଡ଼ିଆ ପୁର ମୋ ଶାଶୁ ମା ଆଗରୁ ପ୍ରସ୍ତୁତ କରିଦେଇଛନ୍ତି। ଆସ ଆମେ ଆଳୁ ପୁର କରିବା। ପ୍ରଥମେ କିଛି ତେଲ ଦେବା, ତାପରେ କିଛି ଗୋଟା ଜିରା ଦେବା। ଜିରା ଫୁଟିଗଲେ କିଛି ଭୃଷଙ୍ଗ ପତ୍ର ପକାଇବା। ରଖିଥିବା ଅଦା, କଞ୍ଚା ଲଙ୍କା ଛେଚାକୁ ପକାଇ ଦେବା। ଯେହେତୁ ମୋର ଓଷା, ମୁଁ ସେଥିପାଇଁ ଅଦା ବ୍ୟବହାର କରୁଛି। ତମେ ପିଆଜ ରସୁଣ ଆଡ଼୍ କରିପାର। କିଛି ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, କରି ପାଉଡ଼ର, ଲୁଣ, ଜିରା ଗୁଣ୍ଡ, ରାଗ ଲଙ୍କାଗୁଣ୍ଡ। ମସଲା ଆମର ହୋଇ ଆସିଲାଣି। ରଖିଥିବା ଆଳୁକୁ ପକାଇ ନେବା। ଆଳୁକୁ କିଛି ସମୟ ମସଲା ସାଙ୍ଗରେ ମିଶାଇ ନେବା। ତାପରେ କିଛି ଗରମ ମସଲା ପକାଇ ଦେବା। ପ୍ରସ୍ତୁତ ହୋଇଗଲା ଆମର ଆଳୁ ପୁର। ଆସ ମୁଗ ପୁର ତିଆରି କରିବା। ରଖିଥିବା ସିଝା ମୁଗକୁ ଗୁଡ଼ ଦେଇ ଚକଡ଼ିବା। ଆମ ମୁଗ ପୁର ପ୍ରସ୍ତୁତ ହୋଇଗଲା। ଆସ ପିଠା ଗଢ଼ିବା। ଯଦି ମୋ ପିଠା ଗଢ଼ିବା ଆପଣମାନଙ୍କୁ ଭଲ ଲାଗିଥାଏ, ମୋତେ କମେଣ୍ଟରେ ଜଣାଇବେ। ଆସ ଦେଇଥିବା ପିଠାକୁ ଅଥାରୁରୁ କାଢ଼ିବା। ଦେଖନ୍ତୁ ଆମର କେତେ ସୁନ୍ଦର ପିଠା ହୋଇଛି। ଏବେ ଆମର ପିଠା ହୋଇଗଲା। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍, ମୋ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର କରିବାକୁ ଭୁଲିବେ ନାହିଁ।